करिबा। जनाशुना वाक्य समस्ते आम्हे माने जानिछे। अनेक दिन धरी प्रार्थना करुथिली। प्रभु शुक्रवार दिन उपवास रे आमे बसिथिलु। चर्च रे मो अनुपस्थिति क्षमा मागुछे, किंतु शशुर गृह रे जेतले बसिथिलु प्रभु एक नुआ चालना दे अछंती। प्रभु सही चालना दे प्रभु आम को कढ़ाई नियंतु। लूक लिखित सुसमाचार ताहार 5 अध्याय। लूक लिखित सुसमाचार ताहार 5 अध्याय 1 रु आम 11 पर्यंत अध्ययन करवा। लूक लिखित सुसमाचार तार 5 अध्याय 1 रु 11 पर्यंत कई जदि पाइले उच्च स्वर अध्ययन करिबार लोक समूह तांको ऊपर माड़ी पड़ी ईश्वर को वाक्य सुनुथिले, सेतेबेले से गिनेसर ह्रद कूल ठिया होइथिले। आउ से ह्रद कूल दुईटी नौका थिबार देखिले। माछुआ माने सेतु ओलाई जाल धौथिले। सेई नौका गुड़िक मध्यरु जेउटी सीमनकर थिला, सेतिरे से सड़ी स्थल अल्प दूरକୁ ଯିବା ନିମନ୍ତେ ତାଙ୍କୁ ଅନୁରୋଧ କଲେ। ଆଉ ସେ ବସି ନୌକାର ଲୋକ ସମୂହକୁ ଶିକ୍ଷା ଦେବାକୁ ଲାଗିଲେ। ସେ କଥା ଶେଷ କରି ସେମାନଙ୍କୁ କହିଲେ, ଗଭୀର ଜଳକୁ ଯାଇ ମାଛ ଧରିବା ନିମନ୍ତେ ତୁମମାନଙ୍କର ଜାଲ ପକାଅ। ଏଥିରେ ସିମୋନ ଉତ୍ତର ଦେଲେ, ହେ ଗୁରୁ, ଆମେମାନେ ରାତିଯାକ ପରିଶ୍ରମ କରି କିଛି ଧରିନାହୁଁ, କିନ୍ତୁ ଆପଣଙ୍କ କଥାରେ ମୁଁ ଜାଲ ପକାଇବି। ଆଉ ସେମାନେ ତାହା ପକାଇ ବହୁତ ମାଛ ଧରିଲେ। ପୁଣି ସେମାନଙ୍କ ଜାଲ ଛିଟିବାକୁ ଲାଗିଲା। ସେଥିରେ ସେମାନଙ୍କର ଯେଉଁ ଅଂଶୀଦାରମାନେ ଅନ୍ୟ ନୌକାରେ ଥିଲେ, ସେମାନେ ଯେପରି ଆସି ସାହାଯ୍ୟ କରନ୍ତି, ଏଥିପାଇଁ ସେମାନେ ସେମାନଙ୍କୁ ହାରିଲେ। ଏଥିରେ ସେମାନେ ଆସି ଦୁଇଟି ନୌକାକୁ ଏପରି ପୂର୍ଣ୍ଣ କଲେ ଯେ ସେଗୁଡ଼ିକ ବୁଡ଼ିବାକୁ ଲାଗିଲା। କିନ୍ତୁ ସିମୋନ ପିତର ଏହା ଦେଖି ଯୀଶୁଙ୍କ ଚରଣ ତଳେ ପଡ଼ି କହିଲେ, ହେ ପ୍ରଭୁ, ମୋ ନିକଟରୁ ଯିବା ହେତୁ ଯେଣୁ ମୁଁ ଜଣେ ପାପୀ ମନୁଷ୍ୟ। କାରଣ ସେମାନେ ସେହି କ୍ଷେପରେ ଏତେ ମାଛ ଧରିଥିଲେ ଯେ ତାହା ଦେଖି ସେ ଓ ତାଙ୍କ ସଙ୍ଗୀ ସମସ୍ତେ ବିସ୍ମୟାନ୍ୱିତ ହେଲେ। ପୁଣି ଜେବଦୀଙ୍କ ଦୁଇ ପୁତ୍ର ଯାକୋବ ଓ ଜୋହନ, ଯେଉଁମାନେ ସିମୋନଙ୍କର ସବାଗୀ ଥିଲେ, ସେମାନେ ମଧ୍ୟ ସେହି ପ୍ରକାର ବିସ୍ମୟାନ୍ୱିତ ହେଲେ। ପୁଣି ଯୀଶୁ ସିମୋନଙ୍କୁ କହିଲେ, ଭୟ କର ନାହିଁ, ଆଜିଠାରୁ ତୁମେ ମନୁଷ୍ୟମାନଙ୍କୁ ଧରିବ। ସେଥିରେ ସେମାନେ ନୌକାଗୁଡ଼ିକ କୂଳକୁ ଆଣି ସମସ୍ତ ପରିତ୍ୟାଗ କରି ତାହାଙ୍କର ଅନୁଗମନ କଲେ। प्रभु लिखित वाक्य द्वारा आज उपस्थित प्रत्येक को प्रभु आशीर्वाद करंतु। प्रभु सहवर्ती हूँ। आसो समय वाक्य कहवा आगु एक जनाशुना वाक्य जनाशुना गीत गान करने इच्छा करुच्छे। प्रभु महिमा एवं गौरव स्तुति प्रशंसा हो। जानी समस्ते जानी से गीत बहुत सुपरिचित गीत। यही गीत आम समस्ते गान करी करताले सहित प्रभुकर गौरव महिमा करूँ। दया परे दया करिछ मोते प्रभु, दया रे मु पाइछि सबु। क्षमा परे क्षमा करिछ मोते जीसु, क्षमा रे मु लभिछि सबु। दया परे दया करिछ मोते प्रभु, दया रे मु पाइछि सबु। क्षमा करिछ मोते जीसु, क्षमा रे मु लभिछि सबु। हे जीसु तुम दया मो प्रति बड़ प्रभु। हे जीसु तुम दया मो प्रति बड़ प्रभु। प्रति बड़ प्रभु, प्रति बड़ प्रभु।
स्तुति करो प्रभु सदा थाओ दया करिछ मते प्रभु आमे दया पाइछि सबु हालेलुया क्षमा करिछ मते यीशु क्षमारे मु लभिछि सबु दया करिछ मते प्रभु दयारे मु पाइछि सबु क्षमा करिछ मते यीशु क्षमारे मु लभिछि सबु हे यीशु तुम दया ମୋ ପ୍ରତି ବଡ଼ ପ୍ରଭୁ हे यीशु तुम दया ମୋ ପ୍ରତି ବଡ଼ ପ୍ରଭୁ ମୋ ପ୍ରତି ବଡ଼ ପ୍ରଭୁ ମୋ ପ୍ରତି ବଡ଼ ପ୍ରଭୁ ସମସ୍ତେ ଦୟା କରିଛ ମତେ ପ୍ରଭୁ ଦୟାରେ ମୁଁ ପାଇଛି ସବୁ କ୍ଷମା କରିଛ ମତେ ଯୀଶୁ କ୍ଷମାରେ ମୁଁ ଲଭିଛି ସବୁ କ୍ଷମାରେ ମୁଁ ଲଭିଛି ସବୁ ପ୍ରଭୁଙ୍କ ନାମର ଗୌରବ ମହିମା ହେଉ ପ୍ରଭୁଙ୍କ ସ୍ତୁତି ପ୍ରଶଂସା ହେଉ ଅଳ୍ପ ସମୟ ଆସୁ ବାକ୍ୟ ନିମନ୍ତେ ପ୍ରାର୍ଥନା କରୁ ପ୍ରଭୁ ସେ ବକ୍ତା ହୁଅନ୍ତୁ ସେ କଥା କୁହନ୍ତୁ ଆମ୍ଭମାନଙ୍କର ସଜଡ଼ା ହୃଦୟରେ ସେ ସାନ୍ତ୍ୱନା ବାକ୍ୟ ବୁଣନ୍ତୁ ଆମ୍ଭମାନଙ୍କର ଚୂର୍ଣ୍ଣ ମନାକୁ ସେ ତ୍ରାସ ଯୁକ୍ତ ଭାବରେ ଆମ୍ଭମାନଙ୍କୁ ତଳେ ଧରି ରଖନ୍ତୁ ହାଲେଲୁୟା ଧନ୍ୟବାଦ ଦଉଛୁ କରୁଣାର ସାଗରେଶ୍ୱର ମହାମହିମ ପିତା ମଙ୍ଗଳକାରୀ ତୁମରି ଚରଣ ପ୍ରଭୁ ଆମେ ପ୍ରତ୍ୟେକ ସମର୍ପିତ ହେଉଅଛୁ ତୁମରି ଉପସ୍ଥିତ ରଖି ତୁମେ ମହିମା ପାଅ ଆଜିର ପ୍ରଭୁ ବାକ୍ୟ ବୁଣୁ ବୁଣୁ ଅନେକଙ୍କ ହୃଦୟ ଯେଉଁ ହୃଦୟ ପ୍ରଭୁ ଭାଙ୍ଗି ଅଛି ତାହା ତୁମରି କ୍ରୁଶର ରକ୍ତରେ ପ୍ରଭୁ ସଜାଡ଼ିତ ହେଉ ବୋଲି ମାଗୁଅଛି ପିତା ତୁମରି ଦୟା ଅନୁଗ୍ରହରେ ତୁମେ ତଳେ ଧରି ରଖ ବାକ୍ୟ କହୁ କହୁ ବୁଣୁ ବୁଣୁ ଆତ୍ମାରେ ପରିଣତ ହୁଅନ୍ତୁ ବୋଲି ମାଗୁଅଛୁ ଆଜିର ବାକ୍ୟ ଆତ୍ମାରେ ଚାଳିତ ହଉ ବୋଲି ମାଗୁଅଛୁ ତୁମେ ସହବର୍ତ୍ତୀ ପ୍ରତିପାଳକ ହୁଅ ଆତ୍ମିକ କର୍ଣ୍ଣ ଖୋଲି ଦିଅ ଆତ୍ମିକ ହୃଦୟରେ ପରିପୂର୍ଣ୍ଣ କରି ତୁମେ ନିଅ ବୋଲି ମାଗୁଅଛୁ ସ୍ୱର୍ଗରୁ ତୁମେ କଥା କୁହ ବୋଲି ମାଗୁ ପିତା ତୁମରି ଉପସ୍ଥିତି ରଖି ତୁମେ ମହିମା ଏବଂ ଗୌରବ स्तुति हो तुम्हारी महिमा हो प्रभु धन्यवाद दौଛୁ आगामी प्रत्येक विषय तुम्हारी नाम रखी तुम्हें ही प्रभु हम मान को आत्मा रे चलाए तुम्हारी दूतगण मान को उपस्थित रख तुम आत्मा को भितरे छोटरू बड़ पर्यंत समस्त को तुम्हें करो बोली मांगु पिता तुम्हारी चरणी जो गुणत होछ तुम्हें संभाळ मोर मुखर लगाम एवं तुम आत्मा को इच्छा अनुसार तुम्हें कथा गौरव महिमा पूजा प्रशंसा दे यीशु ख्रीष्ट के नाम रे मांगुछु पिता हालेलुया हालेलुया बोलो यीशु महाराज की बोलो यीशु खुदा की हालेलुया प्रभु के नाम रे गौरव हो प्रभु हम मान को संभाळेबा परमेश्वर सत एते बाय सदा प्रभु को ठारे हम सर्वदा आनंद करबा हम मान को आज देखुछु लुकलिखित सुसमाचार तार 5 अध्याय 1 रु आमे माने 11 पर्यंत अध्ययन करू एथरे एई कथा कहिबा पाई चाहे आजिर प्रसंग नाम असफलता जीवन रे सफलता पाइबा की परि असफलता जीवन रे सफलता पाइबा की परि आजिर प्रसंग नामे प्रभु सहवर्ती हुंतु प्रभु प्रतिपालक हुंतु लुकलिखित सुसमाचार तार 5 अध्याय आमे माने देखिछे अनेक थर प्रभुଙ୍କ दासଙ୍କ मुख द्वारा एही वाक्य आमे सुनिछे एवं सुनोछु एवं एही विषय आमे माने ज्ञात अछु आजिर प्रसंग नामे आमे देखिछे असफलता जीवन रे सफलता पाइबा की परि आमे देखुछे जने प्रभु यीशु ख्रीष्टकर शिष्य जहां नाम सिमोन पीतर
ଏବଂ ତାହାଙ୍କର ସହକର୍ମୀ ବା ତାଙ୍କ ବନ୍ଧୁଗଣ ମାନେ ଏକ ହ୍ରଦର ନିକଟବର୍ତ୍ତୀ ହୋଇ ସେମାନେ ରାତି ସାରା ମାଛ ଧରୁଥିଲେ, କିନ୍ତୁ ସେମାନେ ପାଇପାରିଲେ ନାହିଁ। ସେହି ହ୍ରଦର ନାମ ଗିନେସରତ। ଏହାର ଅର୍ଥ ଅଛି, କିନ୍ତୁ ଏହି ବିଷୟକୁ ଆମେମାନେ ଆଲୋଚନା କରିବା ନାହିଁ। ଏହି ଗିନେସରତର ଅର୍ଥ ହେଉଛି ଦ ଗାର୍ଡେନ ଅଫ ପ୍ରିନ୍ସେସ୍। ଦ ଗାର୍ଡେନ ଅଫ ପ୍ରିନ୍ସେସ୍ ନାମ ଭଲ ଅଛି, କିନ୍ତୁ ପିତରଙ୍କ ଜୀବନରେ ଅସଫଳତା ଦେଖିପାରୁଛୁ। ଏଇ କଥା କହିବା ପାଇଁ ଚାହେଁ, ପିତର ଜଣେ ସାର୍ଟିଫିକେଟ ଏବଂ ଗ୍ରାଜୁଏସନ ହେଇଥିବା ଜଣେ ମାଛୁଆରୀ ଥିଲେ। ସେ ଜାଣିଥିଲେ ଯେ ଜାଳ କେଉଁ ସ୍ଥାନରେ ପକାଇଲେ, କେଉଁ ଭାବରେ, କେଉଁ ସ୍ଥିତିରେ ପକାଇଲେ ମାଛକୁ ଧରାଯାଏ। এই ସବୁର ତାଲିମ ପ୍ରାପ୍ତ ହୋଇଥିବା ଜଣେ ବ୍ୟକ୍ତି ଯାହାଙ୍କ ନାମ ସିମୋନ ପିତର, ସେ ଅସଫଳତା ପାଉଅଛି ତାଙ୍କ ଜୀବନରେ। ଜଣେ ଗ୍ରାଜୁଏସନ ପାଇଥିବା ବ୍ୟକ୍ତି ଯଦି ଆଗକୁ କିଛି ସଫଳତା ହେବ ନାହିଁ, ତାହେଲେ ତାର ଗ୍ରାଜୁଏସନ ସବୁ ବୃଥା ଅଟେ। ସେହି ପ୍ରକାରେ ପିତର ମାଛକୁ ଧରିବାର ପ୍ରତ୍ୟେକ ଶିକ୍ଷା ସଲ୍ୟୁସନକୁ ସେ ପାଇଥିଲେ, କିନ୍ତୁ ସେଦିନ ସେହି ବ୍ୟକ୍ତି ଅସଫଳତା ଜୀବନରେ ସେ ରାତ୍ର କାଟିଥିଲେ। କାହିଁକି ପିତର ସେଦିନ ଅସଫଳତା ହୋଇଥିଲେ? ଅନେକ ବର୍ଷ ସାରା ସେ ଧରି ଆସୁଛି ଏବଂ ସଫଳତା ପାଇ ଆସୁଛି, କିନ୍ତୁ ସେହି ରାତ୍ର ହିଁ ତାଙ୍କ ଜୀବନରେ ଅସଫଳତା କାହିଁକି ଆସିଲା? ତାର ଉଦ୍ଦେଶ୍ୟ କଣ ଥିଲା ଯେ ସେ ପିତର ଅସଫଳତା ହୋଇଥିଲା? ପ୍ରିୟ ଆଜିର ଉପସ୍ଥିତ ଆମେ ମାନେ ମଧ୍ୟ ଭଲ ଭାବରେ ଜାଣିଛେ ପରମେଶ୍ୱର କିଏ ଅଟନ୍ତି। ଆମେ ମାନେ ମଧ୍ୟ ଭଲରେ ଜାଣିଛୁ କେଉଁ ଭାବରେ ପ୍ରାର୍ଥନା ଆମେ ମାନେ କରିବା ଉଚିତ। ଆମେ ମାନେ ମଧ୍ୟ ପ୍ରତ୍ୟେକ ଜ୍ଞାତଠୁ ବିଶ୍ୱାସର ବଳ କି ପ୍ରକାର କାର୍ଯ୍ୟ କରେ, এই বিষয় ଆମେ ମାନେ ସମ୍ପୂର୍ଣ୍ଣ ଭାବେ ଜ୍ଞାତ ହୋଇଅଛୁ। ପିତର ମଧ୍ୟ ନିଜ ଶକ୍ତିତା, ନିଜ ପ୍ରତ୍ୟେକ ବିଷୟରେ ଜ୍ଞାତ ହୋଇଥିଲେ, କିନ୍ତୁ ସେଦିନ ସେ ବୃଥା ହୋଇଯାଇଥିଲେ। ଅସଫଳତା ଜୀବନରେ ସେ ଗତି କରିଥିଲେ। ମନେ ରଖନ୍ତୁ ପ୍ରିୟ, ଆଜିର ଉପସ୍ଥିତ ପିତର ଜଣେ କେଉଟ ଥିଲେ। ତା ମାନେ ସେ କେଉଟ ମାଛ ଧରି କରି ମାଛ ବିକି ତା ପରିବାରକୁ ସେ ପ୍ରତିପୋଷଣ କରୁଥିଲେ। ଯଦି ସେଇ ରାତ୍ରରେ ସେ ଅସଫଳତା ଜୀବନ କାଟିଛି, ତା ମାନେ ତାହାର ବିବେକରେ, ତାର କଳ୍ପନାରେ, ତାର ମନରେ କେଉଁ ଭାବନାରେ ସେ ଭାବୁଥିବ ଚିନ୍ତା କର। ସକାଳେ କଣ ହଉଛି? ସେ ଜାଳକୁ ସଫା କରୁଛି। ସେମିତି ଲେଖା ଅଛି ତ, ସଫା କରୁଛି। ସଫା କରୁଥିବା ସମୟରେ ଯୀଶୁ ଖ୍ରୀଷ୍ଟ ତାଙ୍କର ନୌକାକୁ ଆସୁଛନ୍ତି। କେଉଁ ଭାବ ନେଇକରି ପିତର ତାର ଜାଳକୁ ବା ସେ ଜାଳକୁ ସେ ସଫା କରୁଥିବ। ପରିସ୍ଥିତି ଦେଖନ୍ତୁ ପ୍ରିୟ, ଆଜିର ଉପସ୍ଥିତ ଆଜି ଆମେ ସେହି ପରିସ୍ଥିତିରେ ଛିଡ଼ା ହେଇ ନିଜକୁ ଆମେ ଭାବିବା। ପରିବାର ରାତ୍ର ସାରା ଚିନ୍ତା କରିଥିବେ, ପିଲାମାନେ ଚିନ୍ତା କରିଥିବେ ସକାଳୁ ଉଠିଲେ ମୋ ବାପା ଚକୁଳି ଆଣିଦେବ, କି ଇଡଲି ଆଣିଦେବ, କି ପୁରୀ ଆଣିଦେବ। ସ୍ତ୍ରୀ ଭାବିଥିବ ଆଜି ଭଲ ବିଷୟ ମୋ ସ୍ୱାମୀ ଆଣିଦେବ। ଚାଉଳ ଟିକେ ନାହିଁ, ଚାଉଳ ମଧ୍ୟ କିଣିକରି, এই ଭାବନାରେ ପରିବାର ରହିଥିବେ। ତ এই ସ୍ୱାମୀ ପିତର କଣ ଭାବି ସେ ଆପଣା ଜାଳକୁ ସଫା କରୁଥିବା ଚିନ୍ତା କରନ୍ତୁ। ଆଜି ଆମେ ମାନେ ମଧ୍ୟ ପରିବାର ନିମନ୍ତେ ଅନେକ ଚିନ୍ତା ହୋଇଥାଇପାରେ, ଅନେକ ଭାରଗ୍ରସ୍ତ ନେଇ ଗତି କରିଥାଇପାରୁ। ପରିବାର ନିମନ୍ତେ, କଳର ସନ୍ତାନ ସନ୍ତତି ନିମନ୍ତେ ଅନେକ ଚିନ୍ତା ରହିଥାଇପାରୁ। କିନ୍ତୁ ଏହି କଥା କହିବା ପାଇଁ ଚାହେଁ,
जो प्रभु जीशु ख्रीष्ट पितर को साहाय्य कले से मध्य आज जीवित अटंती से आम मान को साहाय्य करेंगे आग को बढ़िया आगु प्रभु गोटे चालना देते से चालनार मु गति करने चाहे आदि पुस्तक तार 1 अध्याय 26 पद एवतर परमेश्वर कहिले आमे माने अपना प्रतिमूर्ति रे ओ अपना सादृश्य रे मनुष्य निर्माण करू से माने जलचर मत्स्यगण ओ खेचर पक्षीगण ओ पशुगण ओ समस्त पृथ्वी ओ भूमि रे गमनशील सब उरगामी जंतु उपरे कर्तृत्व करिवे। धन्यवाद। प्रिय उपस्थित आदि पुस्तक तार 1 अध्याय 26 पद रे आमे माने अध्ययन करियोछे प्रभु एही कथा कहंती कोन एवतर परमेश्वर कहिले आम्हे माने अपना प्रतिमूर्ति रे अपना सादृश्य रे मनुष्यर निर्माण करू तार 27 रे सृष्टि करू मनुष्य को अपना प्रतिमूर्ति और सादृश्य रे सृष्टि करू ए उतारो एहा परे बीती गला परे ए उतारू परमेश्वर कहिले आम्भे माने अपना प्रतिमूर्ति रे ओ अपना सादृश्य रे मनुष्यर निर्माण करू सृष्टि करू। प्रिय आजिर उपस्थित युवक युवती माने मनुष्य केते दिन परे सृष्टि होइतिले बा निर्मित होइतिले 6 दिन परे प्रथम दिन रे कोन परमेश्वर सृष्टि कले प्रथम दिन रे पृथ्वी को कोन कहिले एई पृथ्वी अंधकार थिला एथिपाई परमेश्वर कहिले दीप्ति हो तहिरे दीप्ति द्वितीय रे तार 8 पद आ परमेश्वर से सुंदर नाम हां आकाश मंडल और संध्या प्रातः काल बीतले 7 पद लिखा जाए जल को भिन्न कले तहिरे से रूपी हैला द्वितीय रे से आकाश बोली नाम देले आउ संध्या प्रातः काल हैला जेतेबेले प्रथम दिन रे परमेश्वर एई पृथ्वी को अंधकार देखिले सेतेबेले से कहिले दीप्ति हो तो क्षणा दीप्ति हैला प्रथमे पृथ्वी रे दीप्ति हैला ना स्वर आसिला प्रथमे दीप्ति आसिला ना प्रभु को स्वर आसिला हालेलुया यदि परमेश्वर को स्वर एई पृथ्वी को प्रथमे आसीछि ताहेले सेई स्वर आम मानकु सहवर्ती हेबे ही हेबे सेई स्वर आम मानकु आगु को नेबा पाए सामर्थ्य देबे ही देबे कारण एई स्वर जहन तार 1 रो 14 16 रे देहवंत हेला आ सेही देहवंत परमेश्वर को एकमात्र पुत्र आम संगे वास कले एवं माथ्यू लिखा जाए से हम मानकर इमानुएल हेले हालेलुया एहार अर्थ परमेश्वर आम मानको संगरे से अछंती माथ्यू तार 28 रो 20 पद अनुसार एक शपथ वाक्य प्रभु जीशु ख्रीष्ट देले जे जगतर शेष पर्यंत से हम संगे संगे रहिबे प्रभु आम मानक प्रति सहवर्ती हेबा ईश्वर अटंती से इमानुएल परमेश्वर सटंती किंतु गुटे कथा कहिबा पाई चाहे से कहारो इमानुएल होई से प्रत्येक विषय रे संग धरिबे बा साथे साथे रहिबे जोसेफ जेतेबेले आपनार भाई मानक ठारू दूरीकृत हे कुपरे फोपाड़ी देली सदा प्रभु से कुपर सहवर्ती से हेले जेल रे मध्य सदा प्रभु तार सहवर्ती होइथिले आजी सेही जोसेफ मानकर सहवर्ती परमेश्वर हेबा पाई चाहंती प्रिय युवक माने এই কথা কহিবা পাই চাহে जोसेफर सहवर्ती परमेश्वर काहे केले कारण जोसेफ प्रत्येक विधि विधान आज्ञा को पालन करथिले एथि पाई पापुरु से दूरीकृत हेले आजिरो युवक युवती माने এই কথা কহিবা পাই চাহে आस्तिबा दिन रे पाप जदि लोभजनक देखाउछि तत्संगे
ଦୂରୀକୃତ ହୁଅନ୍ତୁ, ତେବେ ସଦାପ୍ରଭୁ ଇମାନୁଏଲ ଆପଣ ମାନଙ୍କର ହେବେ। ଗୀତ ସଂହିତା 23:1 ସଦାପ୍ରଭୁ ମୋର ପ୍ରତିପାଳକ, ମୋହର ଅଭାବ ହେବ ନାହିଁ। ମାଥ୍ୟୁ 1:1 ଆମେ ମାନେ ଅଧ୍ୟୟନ କଲୁ ତାର 23 ଇମାନୁଏଲ। କାହାର ଇମାନୁଏଲ? ପରମେଶ୍ୱର ହେବେ। ସେ ଅଧର୍ମ ଲୋକଙ୍କୁ ଦୂରରୁ ଚିହ୍ନେ, ଧାର୍ମିକକୁ ସେ ଆପଣାର କରି ତଳେ ଧରି ରଖେ। ଧାର୍ମିକ ବ୍ୟକ୍ତି ପୁଣି 7 ଥର ପଡ଼ିଲେ ମଧ୍ୟ ଉଠାଯାଏ। ନିରାଶ ହୁଅନ୍ତୁ ନାହିଁ। ଧାର୍ମିକ ଜଣ 7 ଥର ପଡ଼ିଲେ ମଧ୍ୟ ଉଠା ଦିଆଯିବ। ଅଧାର୍ମିକକୁ ପରମେଶ୍ୱର ଦୂରରୁ ଚିହ୍ନେ। ତାହେଲେ କୁହନ୍ତୁ, এই জিভাକୁ ଲଗାମ ଦେଇ ଯେଉଁମାନେ କଥା କୁହନ୍ତି, এই ଜିଭାର ଲଗାମ ପରମେଶ୍ୱରଙ୍କ ହସ୍ତରେ ଦିଅନ୍ତି, ସଦାପ୍ରଭୁ ସେମାନଙ୍କର ଇମାନୁଏଲ ହୁଅନ୍ତି। ହୃଦୟରେ ଯେଉଁମାନେ ପରମେଶ୍ୱରଙ୍କୁ ରଖନ୍ତି, ସଦାପ୍ରଭୁ ସେମାନଙ୍କର ନିକଟବର୍ତ୍ତୀ ହୁଅନ୍ତି। ଯଦି ଜିଭାରେ ଆମେମାନେ ଦୁଷ୍ଟର କଥା କହୁ, ମନ୍ତ୍ରଣାର କଥା କହୁ ଏବଂ এই ଜିଭା ଦ୍ୱାରା ପ୍ରଭୁଙ୍କ ଧନ୍ୟବାଦ ଦେବା, ତାହେଲେ এই ଜିଭା ଦ୍ୱାରା ପ୍ରଭୁଙ୍କ ମହିମା ହେବେ ନା ବା ହେବ ନାହିଁ, ସେ ନିକଟବର୍ତ୍ତୀ ହେବେ ନାହିଁ। ଯାକୁବ ତାର 4:8 ତାଙ୍କର ନିକଟବର୍ତ୍ତୀ ହେବା ପୂର୍ବରୁ ଅଧର୍ମରୁ ଦୂରରେ ରହିବା ଆବଶ୍ୟକତା। ଈଶ୍ୱରଙ୍କର ନିକଟବର୍ତ୍ତୀ ହୁଅ, ହଁ ସେଥିରେ ସେ ତୁମମାନଙ୍କର ନିକଟବର୍ତ୍ତୀ ହେବେ। ହଁ ହେ ପାପୀମାନେ, ତୁମମାନଙ୍କର ହସ୍ତ ଶୁଚି କର, ତୁମମାନଙ୍କର ହସ୍ତ ଶୁଚି କର। ତୁମମାନଙ୍କର ହସ୍ତ ଶୁଚି କର। ପୁଣି ହେ ଦ୍ୱିମନାମାନେ, ହଁ ତୁମମାନଙ୍କ ହୃଦୟ ଶୁଚି କର। 2 ମନା ମାନେ ତୁମର ହୃଦୟକୁ କଣ କର? ଶୁଦ୍ଧ କର। ଶୁଦ୍ଧ କର, ଶୁଦ୍ଧ। ଯଦି ଆମମାନଙ୍କ ଜୀବନରେ କିଛି କ୍ଲେଶ ଦୁଃଖ ଆସୁଅଛି, ଏଥିରେ 2 ମନା ଭାବରେ ଗତି କରନ୍ତୁ ନାହିଁ। ଗୋଟିଏ ମନୋଭାବ ନେଇ ଗତି କରନ୍ତୁ। ସଦାପ୍ରଭୁ ସେଇ ମନର ନିକଟବର୍ତ୍ତୀ ହେଇ ସହବର୍ତ୍ତୀ ହେବେ। ପ୍ରଭୁ ସାହାଯ୍ୟ କରିବେ। ପ୍ରଥମ 2 ତିମୋଥୀ ତାର 2:19 2:19 ତଥାପି ଈଶ୍ୱରଙ୍କ ସ୍ଥାପିତ ସୁଦୃଢ଼ ଭିତ୍ତିମୂଳ ଅଟଳ ରହିଅଛି, ଆଉ ତହିଁ ଉପରେ ଏହା ମୁଦ୍ରାଙ୍କିତ ହୋଇଅଛି। ହଁ, ସେ ଅଧର୍ମରୁ ଦୂରରୁ ରହୁ। ଆମେ ଯେତେ ନାମ ଧରିବା, ଯଦି ଅଧର୍ମକୁ ଦୃଢ଼ କରି ଧରି ରଖିବା, ପ୍ରଭୁଙ୍କ ନାମ କିଛି କାର୍ଯ୍ୟରେ ଦେବ। ପ୍ରଭୁଙ୍କ ନାମକୁ ଯଦି ଆପଣ ମୁଖରେ ଧରୁଛୁ, ତାହେଲେ ଅଧର୍ମରୁ ଆମେ ପ୍ରଥମେ ଦୂରରେ ରହିବା ଆବଶ୍ୟକତା, ତେବେ ଯାଇ ସେହି କାର୍ଯ୍ୟ ସମ୍ଭବ ହୋଇପାରିବ। ପ୍ରିୟଜନ ଉପସ୍ଥିତ, ପ୍ରଥମେ ପରମେଶ୍ୱର ଏହି ପୃଥିବୀକୁ ସୃଷ୍ଟି କଲେ ଏବଂ କହିଲେ ଦୀପ୍ତି ହଉ, ତତ୍ସଙ୍ଗେ ଦୀପ୍ତି ହେଲା। ଦ୍ୱିତୀୟରେ ଜଳକୁ ଭାଗ କଲେ। ତୃତୀୟରେ ତାର 12 ଅଧ୍ୟାୟରେ ଲେଖାଯାଏ, ପୃଥିବୀ ତୃଣ ଶୋଷ ଜାତି ଅନୁସାରେ ବୀଜ ଉତ୍ପାଦକ, ଶାକ ଓ ଶୋଷ ଜାତି ଅନୁସାରେ ସଜୀବ ଉତ୍ପନ୍ନ ଫଳ ବୃକ୍ଷ ହେଲା। ଚତୁର୍ଥ, ଅନନ୍ତର ପରମେଶ୍ୱର କହିଲେ ରାତ୍ରିରେ ଦିବସକୁ ପୃଥକ କରିବା ନିମନ୍ତେ ଆକାଶ ମଣ୍ଡଳରେ ଜ୍ୟୋତିର୍ଗଣ ଉତ୍ପନ୍ନ ହୁଅନ୍ତୁ। ତହିଁରେ ସେ ସବୁ ଚିହ୍ନ, ଋତୁ, ଦିବସ ଆଉ ବର୍ଷର କାରଣ ହୁଅନ୍ତୁ। 5 ତାର 22 ହଁ। ଜଳରେ ରହୁଥିବା ପ୍ରତ୍ୟେକ ଜୀବୀ ମାନଙ୍କୁ ପ୍ରଭୁ ସୃଷ୍ଟି କଲେ। ଷଷ୍ଠରେ ଆମେ ଅଧ୍ୟୟନ କଲୁ 26। ଦେଖନ୍ତୁ, ପ୍ରଥମ ଦିନରେ ପରମେଶ୍ୱର
ଆଦେଶ କଲେ, ଆଜ୍ଞା କଲେ, ଦୀପ୍ତି ହଉ, ତତ୍ସଙ୍ଗେ ଦୀପ୍ତି ହେଲା। ଦ୍ୱିତୀୟରେ ଶୂନ୍ୟ ନାମ ଦେଲେ ଏବଂ ଆକାଶ ବୋଲି ନାମ ଦେଲେ ଏବଂ ଜଳକୁ ଭାଗ କଲେ। ତୃତୀୟରେ ସେ ସ୍ୱ ଜାତି ଅନୁସାରେ ଫଳ ଉତ୍ପାଦକ ବୃକ୍ଷ ମାନଙ୍କୁ ସୃଷ୍ଟି କଲେ। ଚତୁର୍ଥ ସୂର୍ଯ୍ୟତନ୍ତ୍ର ନକ୍ଷତ୍ର ମାନଙ୍କୁ ସୃଷ୍ଟି କଲେ। ପଞ୍ଚମ ମତ୍ସ୍ୟଜୀବୀକୁ ସୃଷ୍ଟି କଲେ। ଓକେ, ଏଇ 5 ଦିନ ସୃଷ୍ଟି କରିବାରେ ପରମେଶ୍ୱର ନିଜକୁ ଦେଖିନଥିଲେ, ଆଦେଶ ହିଁ କଲେ। କିନ୍ତୁ ଯେତେବେଳେ ଷଷ୍ଠ ଦିନ ଆସୁଛି ସେତେବେଳେ ପରମେଶ୍ୱର କହିଲେ, ଏଥିଉତାରୁ ପରମେଶ୍ୱର କହିଲେ ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ନିର୍ମାଣ କରୁ। ତା ମାନେ ତ୍ରିଏକ ଈଶ୍ୱର ନିଜ ନିଜକୁ ଦେଖିଲେ ଏବଂ ଆପଣଙ୍କୁ ଏବଂ ମତେ ସୃଷ୍ଟି କଲେ। ହାଲେଲୁୟା, ପ୍ରଭୁଙ୍କ ନାମର ଗୌରବ ହଉ। ଆମ୍ଭେମାନେ ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ନିର୍ମାଣ ହୋଇଅଛୁ। ତ୍ରିଏକ ଈଶ୍ୱରଙ୍କର ପ୍ରତିମୂର୍ତ୍ତିରେ ଆମ୍ଭେମାନେ ନିର୍ମିତ ହୋଇଅଛୁ। ଯଦି ସେ ଆମମାନଙ୍କର ନିର୍ମାଣ କର୍ତ୍ତା, ସେ ଆମମାନଙ୍କୁ ସୃଷ୍ଟି କରିଅଛନ୍ତି, ତାହେଲେ ସେ ଆମମାନଙ୍କ ପ୍ରତ୍ୟେକ ପ୍ରତିପୋଷଣ ମଧ୍ୟ ସେ ହେବେ। ପ୍ରଭୁଙ୍କ ନାମର ଗୌରବ ମହିମା ହେଉ। ସ୍ତ୍ରୀ ଅଛି ପରା, ସ୍ତ୍ରୀ ଆଗକୁ ଆସୁଛି। ଧନ୍ୟବାଦ। ଆଚ୍ଛା ଆଚ୍ଛା ଆଚ୍ଛା, ଏଠି ବସଲୁ ଟିକେ, ବସ ବସ, ସିଆଡ଼େ ମୁହଁ କରି ବସ। ଧନ୍ୟବାଦ। ବସିଲୁ, ବସିପାରିଲୁ। ଲାଷ୍ଟରେ କିଏ ବସିଛି ଦେଖିଲୁ, ଅନେଇଲୁ, ବୁଝୁନାହିଁ। ଧନ୍ୟବାଦ। ପିଆଜରୁ ଉପସ୍ଥିତ ଆମ୍ଭେମାନେ ଯେତିକି ଦୂର ଦେଖୁଛୁ ସେତିକିରେ ଆମେ ଭାବୁଛୁ, ମାତ୍ର ସେ ଜୀବିତ ପରମେଶ୍ୱର ଆମ୍ଭମାନଙ୍କର ଫ୍ୟୁଚରକୁ ଦେଖିବା ପରମେଶ୍ୱର ସଟଲେ। ଆମେ ଭାବୁଛୁ ଯାହା ଦେଖୁଛୁ ସେଥିରେ ହିଁ ଆମ୍ଭେମାନେ ଦୁଃଖରେ ପୀଡ଼ିତ ହେଉଛୁ, କିନ୍ତୁ ସଦାପ୍ରଭୁ ସେ ମଙ୍ଗଳକାରୀ ଈଶ୍ୱର ଅଟନ୍ତି। ଆଦମ ହବାକୁ ସୃଷ୍ଟି ବା ନିର୍ମାଣ କରିବା ପୂର୍ବରୁ ତାର ପ୍ରତ୍ୟେକ ବିଷୟ, ତାଙ୍କର ଆବଶ୍ୟକତାକୁ ପରମେଶ୍ୱର ଏଦନ ଉଦ୍ୟାନରେ ଯୋଗାଇ ଦେଇଥିଲେ। ଆଗକୁ ବଢିବା ପୂର୍ବରୁ ସେ ଆମ୍ଭମାନଙ୍କୁ ଯୋଗାଇ ଅଛନ୍ତି। ଏଥିପାଇଁ ସଦାପ୍ରଭୁ ଆମ୍ଭମାନଙ୍କର ମଙ୍ଗଳକାରୀ ସେ ଅଟନ୍ତି। ଗୀତ ସଂଗୀତା ତାହାର 34:8 ପଦ ଲେଖାଯାଏ, ଓ ଟେଷ୍ଟ ଏଣ୍ଡ ସି that the Lord is good। ଇଂଲିଶରେ କହିଦେଲି, ଓଡ଼ିଆରେ ପଢିଲି। ଆଏ ସଦାପ୍ରଭୁ ଯେ ମଙ୍ଗଳମୟ, ଏହା ଆସ୍ୱାଦନ କରି ଦେଖ, ପ୍ରଭୁଙ୍କୁ ଟିକେ ଚାଖି ଦେଖ, ସେଇ ସ୍ୱାଦ କିପରି ଅଟେ। ଝିରିମ 1:5 ଲେଖାଯାଏ, ସେ ଆମମାନଙ୍କୁ କଣ ମାତ୍ର ଉଦରରୁ ସେ ଜାଣନ୍ତି, ଚିହ୍ନନ୍ତି, ମନୋନୀତ କରିଅଛନ୍ତି। ତାହେଲେ କାହିଁକି ପିଆଜରୁ ଉପସ୍ଥିତ ଅଳ୍ପ କ୍ଷଣ ଆସିଥିବା ଏହି ଅମଙ୍ଗଳରୁ ଆମ୍ଭେମାନେ ଭୟଭୀତ ହୋଇଅଛୁ। ପିତର ସେଦିନ ରାତି ସାରା କଷ୍ଟ କଲେ ଏବଂ ଭାବିଲେ ମୋ ଜୀବନରେ ଅସଫଳତା ହୋଇଅଛି। କେଉଁ ପର୍ଯ୍ୟନ୍ତ ସେ ଅସଫଳତା ହୋଇଥିଲେ? ଯେଉଁ ପର୍ଯ୍ୟନ୍ତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଉପସ୍ଥିତ ତାଙ୍କ ଜୀବନରେ ଆସିନଥିଲା। ଆଜି କଣ ଆମେ ମାନେ ପ୍ରସ୍ତୁତ ଅଟୁ କି ଆପଣ ଜୀବନରେ ସେ ଜୀବିତ ଈଶ୍ୱର ଏକମାତ୍ର ପୁତ୍ର, ଯେ ଅନାଦି ଅନନ୍ତ ପରମେଶ୍ୱରଙ୍କ ପୁତ୍ର, ଯେ ଆମମାନଙ୍କ ସୁଖ ଦୁଃଖର ନିକଟବର୍ତ୍ତୀ, ସେଇ ପରମେଶ୍ୱରଙ୍କ ପୁତ୍ରକୁ ଆପଣା କରି ଧରି ରଖିବା ପାଇଁ ଆଜି କଣ ଆମେ ମାନେ ପରମେଶ୍ୱରଙ୍କୁ ନିମନ୍ତ୍ରଣ କରିବା ପାଇଁ ଇଚ୍ଛୁକ ଅଟୁ କି? ଯଦି ଅଟୁ, ତାହେଲେ ଆସୁ ପ୍ରିୟ ମଣ୍ଡଳୀ, ଆମେ ସେଇ ପୁତ୍ରଙ୍କୁ ଆପଣାର ସେଇ ହୃଦୟର ନିକଟବର୍ତ୍ତୀ ପରମେଶ୍ୱରଙ୍କୁ ନିମନ୍ତ୍ରଣ କରୁ, ଯେ ପ୍ରକାର ଆମମାନଙ୍କ ପରିସ୍ଥିତିକୁ ସେ ବଦଳାଇ ଦେବେ। ଅସଫଳତା ଜୀବନକୁ ସେ ସଫଳତାରେ ପରିଣତ କରିବେ। ପିତର ପ୍ରଥମେ ତାହାଙ୍କର ଡଙ୍ଗାକୁ ଦେଲେ। ସେଇ ଡଙ୍ଗା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପ୍ଲାଟଫର୍ମ ହେଲା। ସେଥିରେ ସେ ପ୍ରଚାର କଲେ। ହାଲେଲୁୟା। ପ୍ରଥମେ ଆଜିର ଡଙ୍ଗା ହଉଛି ଆମ୍ଭମାନଙ୍କ ହୃଦୟ। এই ହୃଦୟକୁ ଆମେ ମାନେ ପ୍ରଭୁଙ୍କ ଠାରେ ସମର୍ପଣ କରିବା।
ଦେଇଦେବା, ତେବେ ସେ ଆମମାନଙ୍କର ଜୀବନର ନାବିକା ହେଇ ଆମମାନଙ୍କୁ ସଫଳତା ପଥରେ ନେବେ। ପ୍ରଭୁ ସହବର୍ତ୍ତୀ କରାଇବେ, ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରିବେ ହିଁ କରିବେ। এই କଥା କହି ମୁଁ ସମାପ୍ତ କରିବା ପାଇଁ ଚାହେଁ। ପ୍ରିୟଜନ ଉପସ୍ଥିତ, ନିରାଶ ମନ ହୋଇଥିବା, ଦୁଃଖରେ ଭାଙ୍ଗି ଯାଇଥିବା ପରିବାର, ଦୁଃଖରେ ପୀଡ଼ିତ ହୋଇଥିବା ପରିବାରକୁ ଏହି ବିଷୟ କହିବା ପାଇଁ ଚାହେଁ। ପିତର ଜୀବନରେ ଯଦି ସଫଳତା ପ୍ରଭୁ ଆଣି ଦେଇଛନ୍ତି, ଆଜି ଆମ ଜୀବନରେ ମଧ୍ୟ ସେ ସଫଳତା, କିନ୍ତୁ ଆମେ କ'ଣ ଯୀଶୁଙ୍କୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ହେଉଛୁ କି? ସମସ୍ତଙ୍କ ଡଙ୍ଗା ଭିତରୁ ପିତର ଡଙ୍ଗାକୁ ହିଁ ସେ ନିକଟବର୍ତ୍ତୀ ହେଲେ ଏବଂ ସେହି ଭାଙ୍ଗି ଯାଇଥିବା ହୃଦୟର ସହବର୍ତ୍ତୀ ହେଲେ। ତାଙ୍କ ଜୀବନର ସଫଳତା ପିତର ଦେଖିପାରିଲା। କିପରି? ଯେତେବେଳେ ଯୀଶୁ ତାଙ୍କରି ଡଙ୍ଗାରେ ଉପସ୍ଥିତ ହେଲେ। ଆଜି ଯଦି ଆମ ପରିବାର ସଫଳତା ଦେଖିବା ପାଇଁ ଚାହୁଁଛୁ, ତାହେଲେ ଆମ ପରିବାର ଯୀଶୁ ଖ୍ରୀଷ୍ଟଙ୍କୁ ଆପଣାର କର୍ତ୍ତା ବୋଲି ସ୍ୱୀକାର କରିବା। ଯଦି ଆମ ଜୀବନରେ ଆମେ ସଫଳତା ହେବା ପାଇଁ ଇଚ୍ଛା କରୁଛୁ, ତାହେଲେ ଆପଣ ଜୀବନରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ନିମନ୍ତ୍ରଣ କରି ଦେଖୁ, ତେବେ ଆମ ପ୍ରତ୍ୟେକ ପରିସ୍ଥିତିକୁ ପ୍ରଭୁ ବଦଳାଇ ଦେବେ। ପିତର ପ୍ରତ୍ୟେକ ପରିସ୍ଥିତିକୁ ସେ ବଦଳାଇ ଦେଲେ। ଏହି ପ୍ରକାର ବଦଳାଇଲେ ଯେ ଦୁଇ ଡଙ୍ଗା ମଧ୍ୟ ସ୍ଥଗିତ ହୋଇ ରହିପାରିଲା ନାହିଁ। ଦୁଇ ଡଙ୍ଗାର ବଳହୀନ ହେବାକୁ ଲାଗିଲା, ବୁଡ଼ିବାକୁ ଲାଗିଲା ଡଙ୍ଗା। ଗୋଟେ କଥା କହିବା ପାଇଁ ଚାହେଁ ପ୍ରିୟଜନ ଉପସ୍ଥିତ ମଣ୍ଡଳୀ, ମାଛ ଯେତେବେଳେ ଧରୁଥିଲେ ପିତର, କୁଆଡ଼େ ଯାଇଥିଲେ ମାଛ ମାନେ? ଦୁଇ ଡଙ୍ଗା ପୂରଣ ହଉଥିବା ମାଛ ମାନେ କୁଆଡ଼େ ଗଲେ? ପିତର ଯେତେବେଳେ ଧରୁଥିଲେ, ମୁଁ ଭାବୁଛି ଏସି ଲଗେଇ କରି ମାଛ ମାନେ ଶୋଇ ଦେଇଥିଲେ। ଯେତେବେଳେ ଯୀଶୁ ଆସିଲେ, ସେତେବେଳେ ଏକ ଆଜ୍ଞା କରୁ କରୁ ମାଛ ମାନେ ଉଠିଥିବେ ଏବଂ କହିଥିବେ, ଆମ ସୃଷ୍ଟିକର୍ତ୍ତା ଆଜ୍ଞା କରିଛନ୍ତି, ତାମାନେ ଆମେ ମାନିବାକୁ ବାଧ୍ୟ। ଯଦି ମାଛ ଯଦି ଆଜ୍ଞା ମାନି ପିତର ଜାଳକୁ ବାଛି କରି ଗଲେ, ତାହେଲେ ସଦାପ୍ରଭୁ କ'ଣ ଆମମାନଙ୍କୁ ଆଶୀର୍ବାଦ ଦେବେ ନାହିଁ କି? ହାଲେଲୁୟା। ଆସ ଜୋର ସେ କରତାଳି ଦେଇ ପ୍ରଭୁଙ୍କ ଗୌରବ କରୁ। ଧନ୍ୟବାଦ। ମାଛ ମାନେ ଶୋଇଥିବେ, ସେ ଲୋକ ରାତି ସାରା ଶୋଇଥିବେ। ଗୋଟିଏ ଆଜ୍ଞା କରୁ କରୁ ମାଛ ମାନେ ପିତର ଜାଳକୁ ଦୌଡ଼ି ଆସିଲେ। ପ୍ରଭୁଙ୍କ ମହିମା ଗୌରବ ହଉ। ଆଜି ଯଦି এই ଆଶା ନେଇ ବସିଅଛୁ, ପ୍ରଭୁ ଆମମାନଙ୍କ ପ୍ରତ୍ୟେକ ବିଷୟରେ ସଫଳତା ଦିଅନ୍ତୁ ବୋଲି ଯଦି ଆଶା କରୁଛୁ, ତାହେଲେ ଆସୁ ଅଳ୍ପ ସମୟ ମାନେ ପ୍ରତ୍ୟେକ ଆପଣା ସ୍ଥାନରେ ଉଭା ହେଇଯାଉ। ପ୍ରାର୍ଥନା କରି ପ୍ରଭୁଙ୍କ ନାମରେ ଗୌରବ କର। ଛୁଆ ଯେ ପର୍ଯ୍ୟନ୍ତ କାନ୍ଦେ ନାହିଁ, ସେ ପର୍ଯ୍ୟନ୍ତ ମା କେବେ ମଧ୍ୟ କ୍ଷୀର ଦିଏ ନାହିଁ ବା ସ୍ତନ ପ୍ରାପ୍ତ କରାଏ ନାହିଁ। ସଦା ପ୍ରଭୁଙ୍କ ଚରଣରେ ଆପଣର ଦୁଃଖ ଜଣାନ୍ତୁ। ସେ ବଧିର ପରମେଶ୍ୱର ନୁହନ୍ତି, ସେ ଉତ୍ତର ଦେବା ପରମେଶ୍ୱର ଅଟନ୍ତି। ତାଙ୍କର ହସ୍ତ ଛୋଟ ହୋଇଯାଏ ନାହିଁ, ସେ ଆମ୍ଭମାନଙ୍କ ହସ୍ତ ବଢ଼ାଇ ଆମ୍ଭମାନଙ୍କର ଦୁଃଖ ସୁଖରେ ସହାୟତା ହେବା ପ୍ରଭୁ ଅଟନ୍ତି। ଧନ୍ୟବାଦ ଅଛୁ ପିତା। ଯଦି ଆପଣମାନଙ୍କ ହୃଦୟରେ ଦୁଃଖ ଅଛି, ସେହି ସଫଳତା ଦେବା ପ୍ରଭୁଙ୍କ ନାମରେ ନିଜକୁ ନତ କରନ୍ତୁ। ସେ ସଫଳତା ଦେଇ ସାହାଯ୍ୟ କରିବେ। ହାଲେଲୁୟା। ଧନ୍ୟବାଦ ଅଛୁ ପିତା। ତୁମରି ନାମର ଗୌରବ ହଉ। ସେଦିନ ପିତର ପ୍ରଭୁ ଅସଫଳତା ଜୀବନର ଭାବରେ ବଢ଼ି ଯାଇଥିଲା, କିନ୍ତୁ ତୁମେ ଆସିଲ ତ ଜୀବନର ସଫଳତା ପ୍ରଦାନ କଲ। ଆଜି ପ୍ରଭୁ, ଆଜିର ଉପସ୍ଥିତ ମଣ୍ଡଳୀ ପ୍ରତ୍ୟେକ ତୁମରି ଚରଣରେ ପ୍ରଭୁ ଡାକ ପକାଉଛୁ। ହେ ଅବ୍ରାହମଙ୍କ ପରମେଶ୍ୱର, ପିତରର ପ୍ରଭୁ ଅସଫଳତା ଜୀବନକୁ ସଫଳରେ ପରିଣତ କରିବା, ସେ ଯୀଶୁଙ୍କ ନାମ ଧରି ପ୍ରାର୍ଥନା କରୁଛୁ।
आमମାନଙ୍କ जीवन तुमे सफलता दियो बोले मांगुछु प्रभु तुमे दया अनुग्रह करो बोले मांगुछु धन्यवाद दउछु पिता तुमे सहवर्ती हालेलुया एतिके अनुरोध करे जो माने अपना जीवन रे अनेक सफलता देखि भांगी जाय अछंती केही काहाको अनंत नाही केही काहाको अनंत नाही अल्प समय दुई हस्त ऊर्ध्वको उठाइबा एवं अल्प समय प्रभु को गौरव करिबा धन्यवाद दउछु तुम्हारी स्तुति प्रशंसा असंभव कार्य को संभव रे परिणत करिबा परमेश्वर तुम्हारी नामर गौरव महिमा एवं स्तुति प्रशंसा करुछि से दिन प्रभु मोसा अपना दुई हस्त उत्तोलन कले तेबे जा इस्राएल युद्धरे विजय हे पारिथिले आज प्रभु जो मानकर हस्त बड़ी अछि यीशुଙ୍କ नाम धरि प्रार्थना करे इस्राएल रो विजय कर्ताଙ୍କ नाम धरि प्रार्थना करे सेमानक जीवन रे तुमे सफलता दियो ही दियो सेमानक जीवन रे आज ठारू ए मुहूर्त रु सेमाने विजय पथरे गति करतु ही करतु सेमानक जीवन रे तुमे सहवर्ती प्रतिपालक हे अनादि अनंत पिता ईश्वर महामहिम प्रभु आजर कहिथिबा प्रत्येक साक्षी प्राप्ति मानकु तुमरी चरण रखी आश्चर्यजनक भाବରେ तुमे कार्य करी प्रभु तुमरी साक्षी भाବରେ छिड़ा कर बोली मांगुछु प्रार्थना करे जो माने ओ प्रभु तुमरी राज्य निमंते दान मुठी दान दशमांश स्वच्छादन मानत प्रभु देयछन्ते तुमरी राज्य निमंते सेमानक प्रति तुमे आशीर्वाद भरि दियो बोली मांगुछु तुमे सेमानकर प्रत्येक भंडार को उर्वर भाव प्रभु गठित कराओ बोले मांगुछु प्रभु के जो दासी गीत संगीत अध्ययन कले तांको मते आशीर्वाद कर परिवार सहवर्ती संडे स्कूल छात्र छात्री को युवक युवती मानकु तुमे आशीर्वाद कर ए बाल्य काल ठारू ए युवा काल ठारू तुमको अन्वेषण करी अपना गति रे प्रभु तुमको लक्ष्य रखि गमनागमन करंतु बोली मांगुछु तुमे सहवर्ती प्रतिपालक धन्यवाद तुम्हें वाक्य तेरे कथा कहिलो तुम्हारी स्तुति प्रशंसा हो गौरव महिमा पूजा प्रशंसा दे आज उपस्थित प्रत्येक तुम्हारे चरण समर्पित करे यीशु का नाम रे मांगुछु आमेन अशेष प्रार्थना करो हे हम मन को सर्वस्व पिता तुम नाम पवित्र मान्य हो तुम्हारे राज्य सु जेपरि स्वर्ग रे सेपरि पृथ्वी रे तुम्हारी इच्छा सब आज हम मन प्रचार दियो आमे माने जेपरि अपना अपराध मान क्षमा करुछु से पर अपराध सब क्षमा कर परीक्षा नहीं मात्र मन रक्षा कर जो राज्य पराक्रम गौरव जुगे जुगे तुम करियो प्रभु यीशु ख्रीष्ट का अनुग्रह ईश्वर का प्रेम पवित्र आत्मा का शांति सहभागिता आज उपस्थित प्रत्येक प्रति तुमरी दुत्यान पर्यंत शांति अनुग्रह बाहुल रूपे वर्तरो बोली मांगुछ पिता आमेन हालेलुया हालेलुया हालेलुया